ବିଜ୍ଞାନ ମେଳା ଓ କଣ୍ଢେଇ ସଭା ଅନୁଷ୍ଠିତ। ବ୍ରହ୍ମପୁର ପୁରୁଣା ବ୍ରହ୍ମପୁର ମାଲୁଆଣୀ ମନ୍ଦିର ନିକଟ ମା ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ବିଜ୍ଞାନ ମେଳା ଓ କଣ୍ଢେଇ ସଭା ବେଶ୍ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟୟନରତ କୁନି କୁନି ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଜ୍ଞାନ ସମ୍ବନ୍ଧୀୟ ବିଭିନ୍ନ ପ୍ରକଳ୍ପ ପ୍ରସ୍ତୁତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ବରିଷ୍ଠ ଶିକ୍ଷାବିତ୍ ଦେବୀପ୍ରସାଦ ସାହୁ, ଅନ୍ୟତମ ପ୍ରମୁଖ ଅତିଥି ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ଜୟସେନ ପ୍ରଧାନ, ସ୍ୱଶକ୍ତି ଜାଗରଣ ସେବା ସଂସ୍ଥାନର ବରିଷ୍ଠ ସଦସ୍ୟ ତଥା ସମାଜସେବୀ ସନ୍ତୋଷ କୁମାର ମହାନ୍ତି, ସାମ୍ବାଦିକ କାଳୀ ଦାସ, ଲଳିତ ମହାରଣା, ଗଞ୍ଜାମ ଜିଲ୍ଲା ଘରୋଇ ବିଦ୍ୟାଳୟ ଶିକ୍ଷକ କର୍ତ୍ତୃପକ୍ଷ ମହାସଂଘର ପ୍ରଚାର ପ୍ରସାର ଦାୟିତ୍ୱ ଥିବା ରମେଶ ଚନ୍ଦ୍ର ବେହେରା, ଗଞ୍ଜାମ ଜିଲ୍ଲା ବ୍ରାହ୍ମଣ ମହାସଭାର ସାଂଗଠନିକ ସଭାପତି ତଥା ସାମ୍ବାଦିକ ଅନିଲ କୁମାର ଚୌଧୁରୀ ପ୍ରମୁଖ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ଅନିଲ କୁମାର ଚୌଧୁରୀଙ୍କ ସଭାପତିତ୍ୱ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମାମାନଙ୍କ ସହ ବହୁ ଅଭିଭାବକ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରକଳ୍ପ ଗୁଡ଼ିକ ଅତିଥିମାନେ ବୁଲି ବୁଲି ଦେଖିବା ସହ ସେମାନଙ୍କ ଦ୍ୱାରା ବିସ୍ତାର ଭାବେ ବୁଝାଇ ଉପସ୍ଥିତ ସମସ୍ତ ମନ ଆକର୍ଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗୁରୁମା ଗୁରୁଜୀ ମାନେ ସହଯୋଗ କରିଥିଲେ। ବ୍ୟୁରୋ ରିପୋର୍ଟ, ସ୍ୱତନ୍ତ୍ର ଟିଭି।